ଜାନୁଆରୀ 4 ଏବଂ 5 ତାରିଖର ପାଣିପାଗ ପୂର୍ବାନୁମାନ ଓଡ଼ିଶା ପରିପ୍ରେକ୍ଷୀରେ। ହଁ ଆଜ୍ଞା, ମୁଁ ହେଉଛି କେକେ ସାମନ୍ତରେ। ଆପଣ ଦେଖୁଛନ୍ତି ୱେଦର କେକେ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଯଦି କହିବା ତାହେଲେ ରାଜ୍ୟରେ ଶୀତ କମ୍ ଦେଖିବାକୁ ମିଳୁଥିଲା, ପୂର୍ବାବାୟୁର ପ୍ରଭାବ ଦେଖିବାକୁ ମିଳୁଥିଲା, ଯାହାଫଳରେ କି ଶୀତ କମ୍, କୁହୁଡ଼ି ବେଶୀ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ପରିସ୍ଥିତି ବଦଳିଛି। ଉତ୍ତର ଭାରତରୁ ପଶ୍ଚିମା ଝଡ଼ ଅପସରି ଯାଇଛି, କିନ୍ତୁ ଛୋଟ ଧରଣର ଯେଉଁ ପଶ୍ଚିମା ଝଡ଼ ରହିଛି ତାହା ଜାମ୍ମୁ କାଶ୍ମୀର ଅଞ୍ଚଳରେ ବର୍ଷା ହେଉଛି। କିନ୍ତୁ ଯେଉଁ ଥଣ୍ଡା ବାୟୁ ଉତ୍ତର ପଶ୍ଚିମ ଦିଗରୁ ବା ଉତ୍ତର ଭାରତରୁ ଯେଉଁ ଉତ୍ତର ପଶ୍ଚିମ ଭାରତରୁ ଯେଉଁ ଆସିବା କଥା ତାହା ଧୀରେ ଧୀରେ ଏବେ ଆସିବାକୁ ଲାଗିଲାଣି, ଯାହାଫଳରେ କି ରାଜ୍ୟରେ ପୁଣି ଶୀତ ଦେଖିବାକୁ ମିଳିବ। ଅର୍ଥାତ୍ 4, 5, 2 ଦିନ ରାଜ୍ୟରେ ଯଦି କହିବା 1ରୁ 3 ଡିଗ୍ରୀ 4 ଡିଗ୍ରୀ ମଧ୍ୟ ହ୍ରାସ ଘଟିବ ରାତିର ତାପମାତ୍ରା, ଯାହାଫଳରେ ଥଣ୍ଡା ପୁଣି ବା ଶୀତ ପୁଣି ଦେଖିବାକୁ ମିଳିବ। ତ ଏହିଭଳି ସ୍ଥିତି ରହିବ ପଶ୍ଚିମ, ଆଭ୍ୟନ୍ତରୀଣ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କିଛି ଜିଲ୍ଲାମାନଙ୍କରେ। କିନ୍ତୁ ଉପକୂଳ ଓଡ଼ିଶାରେ ଯଦି କହିବା ତାହେଲେ ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି, ତ ଏହି ଜିଲ୍ଲାମାନଙ୍କରେ ଘନ କୁହୁଡ଼ିର ପ୍ରଭାବ ମଧ୍ୟ ରହିବ। ଏହାର ମୁଖ୍ୟ କାରଣ ଯଦି କହିବା ଏବେ ବି ପୂର୍ବାବାୟୁର ପ୍ରଭାବ ଦେଖିବାକୁ ମିଳୁଛି ଏବଂ ଶୀତ ଯଦି କହିବା ତ ସେଇ 9ରୁ 13 ଡିଗ୍ରୀ ମଧ୍ୟରେ ରହିପାରେ ବିଭିନ୍ନ ସ୍ଥାନର ତାପମାତ୍ରା। ତ ଏଇଭଳି ସ୍ଥିତି ଉପକୂଳ ଓଡ଼ିଶାରେ ରହିବ। କିନ୍ତୁ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର କିଛି ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନେ ଯଦି କହିବା ତାହେଲେ ଏହି ଅଞ୍ଚଳରେ ସେ ତାପମାତ୍ରା 1ରୁ 4 ଡିଗ୍ରୀ ହ୍ରାସ ଘଟିବ, ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ଅଛି। ତ ଏଇଭଳି ସ୍ଥିତି ରହିବ ଆଗାମୀ 2 ଦିନ। ଯଦି ବି କିଛି ପରିବର୍ତ୍ତନ ଘଟିବ ନିଶ୍ଚିତ ଭାବରେ ମୁଁ ତା ଉପରେ ଅପଡ଼େଟ୍ ଦେବି। ଦେଖୁଥାନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ, ଲାଇକ୍ ସେୟାର କରିଥାନ୍ତୁ। ରହିଲି, ନମସ୍କାର।